हेलो सांग माने जय जगन्नाथ। आज आमर गोटे भोजी कर इच्छा थिला हेले पाग टे भल ना वर्षा पाग जेहेतु तेणु आम बारीपटे आज गोटे भोजी करवा बोली योजना कलु। आम सब मांस फांस सब धरी पड़ी आसता धुआ धुई करदे आ सब गैस आमर चूल्हा सब रेडी हो जाइए। मांस टे भल धोईदे कारण टे भल लगे न धोइले धुआ धुई टे करदे भल। तापर आमर मसला फसला सब रेडी हो अच्छी। आम प्रथम आमर चिकेन मसला को पकईदेलु। तापर ये आमर चिल्ली एटा काश्मीर लंका राग फाग टे भल लगे खाया से तेणु काश्मीर लंका आम व्यवहार कलु। तापर आमर अदा रसुण पेस्ट को आम कुटिकी रखीदेलु ताको भी पकईदेलु। तापर आमर लुण को हलदी गुंड रेडी अच्छी ताको भी पकईदे। तापर लेंबू गोटे चिपिड़िया टिके भल फ्लेवर आसो खटा खटा लगे। लेंबू टे भल चिपिड़ी आम फाड़े लेंबू व्यवहार कलु जेहेतु आमर आधा किलो मांस ताको टे भल गोला गोली करदे। मसला गुड़ा जमती चिकेन सहित टे भल भाव गोला गोली हो। तापर आम छाड़दे गोटे रखीदे गोटे 15 मिनट 20 मिनट रखीदे। मेघुआ पाग हेल्ले भी गरम जोर हो चलते गैस लगे। तापर कड़े बसईकि तेल फेल टे पकईदे। आम फ्रीडम ऑयल व्यवहार करचु। जेहेतु घरे सोरिष तेल नथिला तेणु फ्रीडम ऑयल को व्यवहार कलु। देखिए आपण पकेबे। आमर पियाज गोटे ए पड़गला पियाज आम व्यवहार करचु 10-15 पियाज भल भाव टे भाजा भाजी घाटा घाटी करदे। पियाज टे रेड है पर्यंत भाजवा। आमर कैमरामैन पछपट आगपट सब आड़ वीडियो रिकॉर्डिंग कर हल्ले देते। पियाज रेड हो आसला। तापर आम जो घाटा घाटी कर रखीलु चिकेन ताको पकईदे। तापर ताको भल भाव घाटा घाटी करदे। तापर ताको घोड़ा घोड़ी कर 10-15 मिनट छाड़ीदे। बर्तमान टे कषा कषी हो गला बढ़िया बास्ना आसला। इच्छा हो तो एवं ही खाईदेवा किंतु कषाटा एवं आलू को पकेवा। आपड़ आलू पकेले पकेबे ना आम टे भल लगुच आलू बोली पकई देचु। टे भल घाटा घाटी करदे घोड़ेदे कारण आलूटा सीझा टे टाइम नेब ना आलूटा सीझबनी। मेघुआ पाग हो गरम गुड़गुड़ी जोर हो बाहर पूरा बसवा टे कष्टकर हो गला। पानी टे पकईदे आप पानी पके ना लगिज। आम फुलवाणी पटे जोर गरम आ मेघुआ पाग हो गुड़ी हो जोर। तो रेडी हो गला आमर चिकेन। देखा बहुत खाया लाल गड़गला बहुत सुंदर मत देखा जाऊँगी। चलतु ताको धरिकी बोई बोई नेबा रखा रेडी खायापी रेडी करवा भात भात बाड़ीवा। चलो धरिकी जावा। आपण मैंने देखिपारे गुड़ाए गछ लगे
ପରିବେଶଟା ଭଲ ଲାଗୁଛି। ପୁରା ଫାର୍ମ ହାଉସ୍ ଭଳିଆ ପରିବେଶଟା କରାହେଇଛି। ଆଜି ବାରଣ୍ଡାରେ ଆମ ଘର ବାରଣ୍ଡାରେ ବସିକି ଖାଇଦେବୁ। ବଢ଼ାବଢ଼ି କରିବା ଭାତ। ଆମର ଏପଟେ ତ ବହୁତ ପର୍ଯ୍ୟଟନସ୍ଥଳୀ ଅଛି। ଆପଣଙ୍କ ମଧ୍ୟ ସେପଟେ କେଉଁ ପର୍ଯ୍ୟଟନସ୍ଥଳୀ ଅଛି ଆପଣ କମେଣ୍ଟ କରି ନିହାତି ଜଣାଇବେ। ବାରଣ୍ଡାରେ ବି ଖରା ପଡ଼ୁଛି ଆଉ ଗରମ ମଧ୍ୟ ଲାଗୁଛି। ଚିକେନ୍ ବାଡ଼ିଆ ଲେଗ୍ ପିସ୍ ଗୁଡ଼ାକ ଅଣାହେଇଥିଲା, 2ଟା ହିଁ ଲେଗ୍ ପିସ୍ ଥିଲା। ଆଉ ଚିକେନ୍ ଦୋକାନ ହେଲା ତ କାଟି ପାରିଲାନି ଭଲରେ, ଆଉ ତ ସବୁ ଛୋଟ ପିସ୍ କରିଦେଲା। ଆଉ କ'ଣ କରିବା, ଆଡ଼ଜଷ୍ଟ କରିନେବା ଆଉ ଦେଖିବା କ'ଣ ହେଉଛି। ଇଏ ପଳେଇଲା ଛାତି ପିସ୍ଟା, ଇଏ ତା'ର ଡେଣା ପିସ୍ଟା, ଇଏ ମଧ୍ୟ ଡେଣା ପିସ୍। ତାପରେ ଜୁସ୍ ଗୁଡ଼ାକ ବଢ଼ିଆ ହେଇଛି। ତ ପୂର୍ବରୁ ଟିକେ ଚାଖିଥିଲେ ଭଲ ଲାଗୁଥିଲା ମଧ୍ୟ। ଇଏ ବି ଡେଣା ପିସ୍ଟା, ଲେଗ୍ ପିସ୍ ମାତ୍ର 2ଟା ହିଁ ଦେଇଥିଲା। ଆମର ପିଆଜ ମଧ୍ୟ ଆଣିଛୁ, ପିଆଜ ଟିକେ ଚିକେନ୍ ସହିତ ଖାଇଲେ ଭଲ ଲାଗୁଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଭାଇ ଜୁସ୍ଟା ତ ମସ୍ତ ହେଇଛି। ଆଉ ଇଏ ନର୍ମାଲ୍ ଅରୁଆ ଚାଉଳ ଆମେ ବ୍ୟବହାର କରୁଛୁ, ଭଲ ଲାଗୁଛି ଖାଇବାକୁ ମଧ୍ୟ। ଚାଉଳଟେ ଦେଖନ୍ତୁ ଭଲ ଭାବରେ ମଧ୍ୟ ସିଝିଛି, ଆଉ ମସଲା ଗୁଡ଼ିକ ମଧ୍ୟ ଭିତରକୁ ଭେଦିଛି। ସାଙ୍ଗମାନେ ଚିକେନ୍ଟା ଆଉ ଟିକେ ଭଲରେ ଟେଷ୍ଟ ହେଇଥାନ୍ତା, କିନ୍ତୁ ବାହାରେ ପ୍ରବଳ ଗୁଳୁଗୁଳି ହେତୁ ଆଉ ଟିକେ ଏପଟ ସେପଟ ହେଇଗଲା। ତଥାପି ଟେଷ୍ଟ ଲାଗୁଛି। ବହୁତ ଟେଷ୍ଟ ମଧ୍ୟ ଲାଗୁଛି, ଭଲ ଲାଗୁଛି। ଆମର ସେ ଜାକି ଗୋଟେ କୁକୁରଟେ ରଖିଛୁ, ସେ ମଧ୍ୟ ପଛପଟେ ଛିଡ଼ା ହେଇକି ଦେଖୁଛି। ତାକୁ ଆଗରୁ ଦେଲେ ଖାଇବାକୁ ସେ ଖାଉନି, ଆମେ ଖାଇସାରିଲେ ହିଁ ସେ ଖାଇବ। ଆଉ ଆମର ମ୍ୟାଡ଼ାମ୍ ମଧ୍ୟ ଢାଳିଲେ ଜୁସ୍। ଦେଖନ୍ତୁ ଏଠି ପଛପଟେ ଛିଡ଼ା ହେଇଛି ଆମ ଜାକି। ଭଲ ଟେଷ୍ଟ ମଧ୍ୟ ଲାଗୁଛି। ମ୍ୟାଡ଼ାମ୍ ମଧ୍ୟ କହିଲେ ଭଲ ଟେଷ୍ଟ ଲାଗୁଛି ବୋଲି। ଜୁସ୍ଟା ମାନିବାକୁ ପଡ଼ିବ, ଭଲ ହେଇଥିଲା। ଜୁସ୍ଟା ଭଲ ଲାଗିଲା। ସାଙ୍ଗମାନେ ଆଜି ବର୍ଷା ମଧ୍ୟ ପାଗ ଭଲ ନଥିଲା ବୋଲି ଏଥର ଘରେ ଭୋଜିଟା ହେଇଗଲା। ନେକ୍ସଟ ଟାଇମ୍ ଆମେ ନିହାତି ବାହାରକୁ ଯିବୁ ଏବଂ ଆପଣଙ୍କ ସହିତ ସେୟାର ମଧ୍ୟ କରିବୁ। ଟିକେ ଭିଡ଼ିଗଲା ଲେଗ୍ ପିସ୍ଟା, ବେଶୀ ଟିକେ ସିଝିଗଲା। ତଥାପି ଭଲ ଟେଷ୍ଟ ଲାଗୁଛି। ସାଙ୍ଗମାନେ ଆପଣମାନେ ବି ଚିକେନ୍ କରୁଥିବେ ଆଉ ଭଲ ଟେଷ୍ଟ ମଧ୍ୟ କରୁଥିବେ। ଆଉ କ'ଣ ମସଲା ଆହୁରି ପଡ଼ିଥିଲେ ଭଲ ହେଇଥାନ୍ତା, କମେଣ୍ଟ କରି ନିହାତି ଜଣାଇବେ। ଆମ ଜାକିଟା ପଛପଟେ ଛିଡ଼ା ହେଇକି ପୁରା ଏକ ଲୟରେ ଅନଉଛି କ'ଣ ଖାଉଛି ମୁଁ ଦେଖୁଛି ସେତେବେଳୁ। ଏସବୁ ହାଡ଼ ଗୁଡ଼ାକ ଆମର ରଖିଲେ ଜାକି ଆମର ଖାଇବ। ସେ ହାଡ଼ ଗୁଡ଼ାକ ତା ପାଇଁ ରଖା ହେଇଯାଇଛି, ତାକୁ କୁଟାକୁଟି କରିକି ଦେଲେ ସେ ଖାଇଦେଉଛି। ଆଉ ନିହାତି ଭଲ ଟେଷ୍ଟ ହେଉଛି। ତେଣୁ ମ୍ୟାଡ଼ାମ୍ ଆମର ଆଖି ବୁଜିକି ଖାଇବା ଚଲେଇଛନ୍ତି, କିଛି କହୁନାହାନ୍ତି। ହେଲେ ଆଉ ଅଧା ଲେଗ୍ ପିସ୍ଟା ପୁରା ଖାଇସାରିଲେଣି। ଆଉ ଆମର ଟିକେ ଟିକେ ବଳକା ଅଛି। ଝୋଳଟା ଦେଖିବାକୁ ସୁନ୍ଦର ଯେମିତି, ଟେଷ୍ଟ ମଧ୍ୟ ସେମିତି ଲାଗିଲା। ଆଳୁ ଗୁଡ଼ାକ ରହିଯାଇଛି, ଆଳୁ ଗୁଡ଼ାକ ମଧ୍ୟ ଖାଇବାକୁ ପଡ଼ିବ। ଆଳୁ ଗୁଡ଼ାକ ମଧ୍ୟ ଖାଇଦେବୁ। ଆଳୁ ଆଜି ଏତେ ପକାଇବାର ନଥିଲା, କିନ୍ତୁ ଚିକେନ୍ ଟିକେ ଯେହେତୁ କମ୍ ହେଇଗଲା, ତେଣୁ ଆଳୁ ଟିକେ ପକାଇ ଦେଇଛୁ। ଆଜି ପାଗଟା ବହୁତ ଖରାପ କରିଦେଇଛି, ଗୁଳୁଗୁଳି ଗରମ। ଆଉ ଆପଣଙ୍କ ପଟେ ପାଗ କେମିତି ରହିଛି? ଆପଣଙ୍କ ପଟେ ମୌସୁମୀ ଆସିଲା ନା ନାହିଁ, କମେଣ୍ଟ କରି ଜଣାଇବେ। ତ ଖାଇବା ଶେଷରେ ଟିକେ ଜୀର୍ଣ୍ଣ କରିବା ପାଇଁ ଟିକେ ସ୍ପ୍ରାଇଟ୍ ଟିକେ ଧରିକି ପଳେଇ ଆସିଥିଲୁ। ଆଉ ଗ୍ଲାସ୍ ଫ୍ଲାସ୍ ନଥିଲା, ଏଇଟା ଦନାଟା ଧୋଇଦେଲି, ଚିକେନ୍ ଦନା ସେଇଟା ଏକା ଢାଳିଦେଲି।
ସେଇଟା ପିଇଦେବା କଥା ଆଉ କାହିଁ ବେକାରଟା ଗ୍ଲାସ୍ ତ ନାହିଁ ଆଉ କ'ଣ କରିବା। ୟୁଜ୍ ଆଣ୍ଡ ଥ୍ରୋ ଗ୍ଲାସ୍ ବି ଆଣିବାକୁ ମନେ ପଡ଼ିଲାନି। ଆଡ଼ଜଷ୍ଟମେଣ୍ଟ କରିଦେବା ଆଉ, ନହେଲେ ଖାଇବା ଜୀର୍ଣ୍ଣ ହେବନି। ତ ବଢ଼ିଆ ଟେଷ୍ଟ ଲାଗିଲା ସାଙ୍ଗମାନେ। ଆପଣମାନେ ବି ନିହାତି ଘରେ କରି ଭୋଜି ଫୋଜି ଯାଉଥିବେ। ବର୍ଷା ଦିନ ପଳେଇ ଆସିଲାଣି। ଆଉ କମେଣ୍ଟ କରି ଜଣାଇବେ ଆପଣମାନେ ମଧ୍ୟ କେଉଁ କେଉଁ ଜାଗାକୁ ସବୁ ଯାଉଛନ୍ତି। ଆମେ ଭିଜିଟ୍ କରିବୁ ସେଇ ସବୁ ଜାଗାକୁ। ଆମ ଜାକି ମଧ୍ୟ ପଳେଇ ଆସିଲା ଖାଇବାକୁ। ଆମ ସବୁ ଖାଇବା ସରିଲା, ସେ ବି ଷ୍ଟାର୍ଟ କରିବ ତା'ର ଖାଇବା। ଆଜି ଜାକି ବହୁତ ଖୁସି, ବାହାରେ ଖାଉଛି ଆଜି, ନହେଲେ ତା'ର ଘରେ ସବୁବେଳେ ଖିଆ। ଘର ଭିତରେ ବାହାର ଦେଲେ ଘରକୁ ଦୌଡ଼ି ଆସିବ। ସାଙ୍ଗମାନେ, ଆମ ଭିଡ଼ିଓଟି ଭଲ ଲାଗିଲେ ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।